ଦୁର୍ଗା ପୂଜାରେ ଆଉ 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ମିଳିବା ନେଇ ଘୋଷଣା ପରେ ଏବେ ମହିଳାମାନେ ଧାଉଁଛନ୍ତି ବ୍ୟାଙ୍କକୁ। ତେବେ ସକାଳୁ ସନ୍ଧ୍ୟା ଯାକେ ବ୍ୟାଙ୍କରେ ଲାଗୁଛି ଭିଡ଼। ତେବେ 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିଯାଇଛି। ତେବେ ଆଉ କିଛି ମହିଳା ଏଥିରୁ ବର୍ତ୍ତି ଯାଇଛନ୍ତି। କ'ଣ ପାଇଁ ସୁଭଦ୍ରା ଟଙ୍କା ଆମ ଆକାଉଣ୍ଟକୁ ଆସୁନି ବୋଲି ଏମିତି ମୋହନ ମାଝୀଙ୍କୁ ପ୍ରଶ୍ନ କରୁଛନ୍ତି ମହିଳାମାନେ। ଯଦିଓ ସେମାନେ ଏକା ସାଙ୍ଗରେ ସୁଭଦ୍ରା ଆବେଦନ କରିଥିଲେ, ତେବେ ଅଧେ ଲୋକ ଟଙ୍କା ପାଇଲେ ଏବଂ ଅଧେ ଲୋକ ଯେପରି ଟଙ୍କା ନ ପାଇଲେ ସେମାନଙ୍କ ମନରେ ବହୁତ ଆକ୍ରୋଶ ଭରି ରହିଛି। କାରଣ 15 ତାରିଖ ପୂର୍ବରୁ ଯିଏ ଆବେଦନ କରିଥିଲା, ମୋହନ ମାଝୀ କହିଥିଲେ ଯେ 17 ତାରିଖରେ ସମସ୍ତଙ୍କୁ ଟଙ୍କା ମିଳିବ। କିନ୍ତୁ ଯିଏ 12 ତାରିଖରେ ଆବେଦନ କରିଛି ସେମାନଙ୍କର ଟଙ୍କା ଆସିଲା, ଯିଏ 5 ତାରିଖରୁ ଆବେଦନ କରିଛି ସେମାନଙ୍କର ଟଙ୍କା ରହିଗଲା। ତେବେ ଏଭଳି ପାତର ଅନ୍ତର କ'ଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀଙ୍କୁ ମହିଳା। ତେବେ 25 ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ଟଙ୍କା ଉଠାଇ ସାରିଲେଣି। ଆଉ କିଛି ମହିଳା ଅଛନ୍ତି ଯେଉଁମାନେ ଏବେ ପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ଏହିପରି ପର୍ଯ୍ୟାୟକ୍ରମେ ମୋଟ 1,000 ମହିଳାଙ୍କୁ ଦିଆଯିବ ସୁଭଦ୍ରା ସହାୟତା। ହେଲେ କେବେ ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନଙ୍କ ମନରେ ପ୍ରଶ୍ନ ଉଠୁଛି, ମିଳିବ ତ ସୁଭଦ୍ରା ଟଙ୍କା? ଆଜି ଭୁବନେଶ୍ୱରରେ ବିଜେପିର ଏକ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହନ ମାଝୀ କହିଛନ୍ତି ଯେ 92 ଲକ୍ଷ ମହିଳା ଆବେଦନ କରିସାରିଲେଣି। ଆଉ ସପ୍ତାହ ଭିତରେ 1 କୋଟି ମହିଳା ଆସିଯିବେ। 1 କୋଟି ମହିଳାଙ୍କୁ ନିଶ୍ଚିତ ଟଙ୍କା ମିଳିବ। ଆଗ ପଛ ହୋଇ ସମସ୍ତେ ଟଙ୍କା ପାଇବେ। ତେବେ ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ମୋହନ ମାଝୀ ମଧ୍ୟ କହିଛନ୍ତି। 17 ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ତେବେ ଓଡ଼ିଶାରେ 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇଥିଲେ ବିଜେପି ସରକାର। ତେବେ ସରକାର ପ୍ରତିବର୍ଷ 2ଟି କିସ୍ତିରେ 1 କୋଟି ଯୋଗ୍ୟ ମହିଳାଙ୍କୁ 10,000 ଟଙ୍କା ଲେଖାଏଁ ଦେବେ। ଏହିପରି 5ଟି କିସ୍ତିରେ ମୋଟ 50,000 ଟଙ୍କା ଦେବେ ମହିଳାମାନଙ୍କୁ। ତେବେ ସୁଭଦ୍ରା ସହାୟତା ଆଗକୁ ଜାରି ରହିବ। ତେବେ ଯେଉଁ କିଛି ମହିଳା ବର୍ତ୍ତି ଯାଇଛନ୍ତି ସେମାନେ ପାର୍ବଣରେ ଆଉ 25 ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ମୋହନ ମାଝୀ ମଧ୍ୟ କହିଛନ୍ତି। ତେବେ ସମସ୍ତଙ୍କୁ ସୁଭଦ୍ରା କିସ୍ତି ମିଳିବ, ହେଲେ ଅପେକ୍ଷା କରିବାକୁ ପଡ଼ିବ। ଏଥିପାଇଁ କୌଣସି ଦେୟମୁକ୍ତ ଏବଂ ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ମଧ୍ୟ କହିଛନ୍ତି।